3% ବର୍ଡରରେ 5% ଇନକ୍ରିମେଣ୍ଟ ହେଲେ ମାସକୁ ବଢ଼ିବ ଏତିକି ମିନିମମ୍ ସାଲାରୀ। କର୍ମଚାରୀ ହୋଇଥିଲେ ଜାଣନ୍ତୁ। ଆସନ୍ତୁ ଜାଣିବା ଅଷ୍ଟମ ବେତନ କମିଶନର ଆଜିର ଏହି ନୂଆ ଅପଡେଟ୍ ବିଷୟରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଏବେ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓକୁ ଆରମ୍ଭ କରିବା। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଆଜିକାଲି ଏକ ଚର୍ଚ୍ଚାର ବିଷୟ ପାଲଟିଛି। କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପ୍ରତିନିଧିମାନଙ୍କ ସହିତ ପରାମର୍ଶ କରିବା ପାଇଁ କମିଶନ ଦେଶର ବିଭିନ୍ନ ସହରରେ ନିରନ୍ତର ବୈଠକ କରୁଛି। ଜୁଲାଇ ମାସରେ କୋଲକାତା ଓ ଭୁବନେଶ୍ୱର ପରେ ଅଗଷ୍ଟ ଓ ସେପ୍ଟେମ୍ବରରେ ଦିଲ୍ଲୀ, ଚେନ୍ନାଇ ଏବଂ ପୁଡୁଚେରୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଗୁଡ଼ିକରେ ଫିଟମେଣ୍ଟ ଫ୍ୟାକ୍ଟର, ପେନ୍ସନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ବାର୍ଷିକ ଇନକ୍ରିମେଣ୍ଟ ଉପରେ ଗମ୍ଭୀରତାର ସହିତ ଆଲୋଚନା କରାଯାଉଛି। ଯଦି ଅଷ୍ଟମ ବେତନ କମିଶନ ବାର୍ଷିକ ଇନକ୍ରିମେଣ୍ଟ 3%ରୁ 5%କୁ ବୃଦ୍ଧି କରିବାକୁ ସୁପାରିଶ କରେ, ତେବେ ଏହା କର୍ମଚାରୀଙ୍କ ପକେଟ୍ ଉପରେ କେତେ ପ୍ରଭାବ ପକାଇବ ଆସନ୍ତୁ ଜାଣିବା। ବର୍ତ୍ତମାନ ସପ୍ତମ ବେତନ କମିଶନ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନେ ସେମାନଙ୍କର ମୂଳ ଦରମା ଉପରେ ବାର୍ଷିକ 3% ଆନୁଆଲ ଇନକ୍ରିମେଣ୍ଟ ପାଉଛନ୍ତି। କର୍ମଚାରୀ ସଂଗଠନଗୁଡ଼ିକ ଦାବି କରୁଛନ୍ତି ଯେ ଏହି ରେଟ୍ 5%ରୁ 7% ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ସେମାନଙ୍କର ଯୁକ୍ତି ହେଉଛି ଯେ ମୁଦ୍ରାସ୍ଫୀତି ସମୟରେ ଏହା କର୍ମଚାରୀମାନଙ୍କ ମୂଳ ଦରମାରେ ଯଥେଷ୍ଟ ଉନ୍ନତି ଆଣିବ। ଜଣେ ଲେଭେଲ 1ର କର୍ମଚାରୀଙ୍କ ଉଦାହରଣ ଦେଇ ବୁଝିବା, ଯାହାଙ୍କର ମାସିକ ବେସିକ୍ ସାଲାରୀ 18,000। 5 ବର୍ଷ ପରେ କର୍ମଚାରୀଙ୍କ ବେସିକ୍ ସାଲାରୀ ମାସିକ ପ୍ରାୟ 20,900କୁ ବୃଦ୍ଧି ପାଇବା। 5 ବର୍ଷ ପରେ ସେହି ମୌଳିକ ଦରମା ମାସିକ ପ୍ରାୟ 24,200କୁ ବୃଦ୍ଧି ପାଇବ। ବୃଦ୍ଧି ହାରରେ ମାତ୍ର 2% ବୃଦ୍ଧି ଫଳରେ 5 ବର୍ଷ ମଧ୍ୟରେ ମୌଳିକ ଦରମାରେ ଅତିରିକ୍ତ 33,000 ମିଳିବ। HR ମଧ୍ୟ ମୂଳ ଦରମା ଉପରେ ନିର୍ଭର କରେ। ଜାତୀୟ ପେନ୍ସନ ବ୍ୟବସ୍ଥାରେ ସରକାରୀ ଓ କର୍ମଚାରୀଙ୍କ ଅବଦାନ ବୃଦ୍ଧି ପାଇବ। ଗ୍ରାଚ୍ୟୁଇଟି ଓ ପେନ୍ସନ ପରିମାଣରେ ମଧ୍ୟ ଯଥେଷ୍ଟ ଉନ୍ନତି ହେବ। ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଅଷ୍ଟମ ବେତନ କମିଶନ 3 ନଭେମ୍ବର 2025ରେ ଗଠିତ ହୋଇଥିଲା। କମିଶନକୁ ସୁପାରିଶ ଦାଖଲ କରିବା ପାଇଁ 18 ମାସ ସମୟ ଦିଆଯାଇଛି। କମିଶନଙ୍କ ଚୂଡ଼ାନ୍ତ ରିପୋର୍ଟ 2027 ମେ-ଜୁନ୍ ସୁଦ୍ଧା ପ୍ରକାଶ ପାଇବାର ସମ୍ଭାବନା ଅଛି। ରିପୋର୍ଟ ଦାଖଲ ହେବା ପରେ କେନ୍ଦ୍ର ସରକାର ଏହାର ଚୂଡ଼ାନ୍ତ ଅନୁମୋଦନ ଦେବେ। ଆଶା କରୁଛି ଆପଣମାନଙ୍କୁ ଆଜିର ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଅଷ୍ଟମ ବେତନ କମିଶନର ଆଜିର ଏହି ନୂଆ ଅପଡେଟ୍ ବିଷୟରେ। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।